ଆଜିର ଏହି ଭିଡ଼ିଓଟି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ବହୁତ ହିଁ ଖାସ୍ ହେବାକୁ ଯାଉଅଛି। କାହିଁକି ନା ଆଉ କିଛି ଦିନ ପରେ କର୍କଟ ରାଶି ବ୍ୟକ୍ତିମାନଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ଗୋଟିଏ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଏହି କାରଣରୁ କର୍କଟ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଲାଗି ରହିଥିବା ସବୁ ଦୁଃଖ କଷ୍ଟର ଅନ୍ତ ହେବାକୁ ଯାଉଅଛି ଏବଂ ପୁନର୍ବାର କର୍କଟ ରାଶି ବ୍ୟକ୍ତିମାନଙ୍କର ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଅଛି। ଯଦି ଆପଣଙ୍କର କର୍କଟ ରାଶି ହୋଇଥାଏ ତାହେଲେ ଏ ଭିଡ଼ିଓକୁ ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ପ୍ରଥମ କରି ଆମ ଚ୍ୟାନେଲରେ ଆସିଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ହାଇପ୍ କରନ୍ତୁ ଆଉ ସେୟାର କରନ୍ତୁ। ଏବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିନେବା କର୍କଟ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଆସିବାକୁ ଯାଉଥିବା ବଡ଼ ପରିବର୍ତ୍ତନ ବିଷୟରେ। କର୍କଟ ରାଶିର ବ୍ୟକ୍ତିମାନେ ଏବେ ଧ୍ୟାନ ଦେଇକି ଶୁଣନ୍ତୁ। ଏହି କାର୍ଯ୍ୟକ୍ରମଟି ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ରାଶିଚକ୍ରର 4 ନମ୍ବର ରାଶିଟି ହେଉଛି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିମାନେ ଦେଖନ୍ତୁ, ଆପଣଙ୍କ ପାଇଁ ଶନିଙ୍କର ଢେଆ ସମାପ୍ତ ହୋଇଯାଇଛି। ଆଉ ଜାଣି ରଖନ୍ତୁ ଯେ ବର୍ତ୍ତମାନ ଶନିଦେବ ଆପଣଙ୍କର ଭାଗ୍ୟ ସ୍ଥାନରେ ଚଳନ କରୁଛନ୍ତି। ପ୍ରଥମେ ଜାଣିବା ଶନିଦେବ ଆପଣଙ୍କର ଭାଗ୍ୟ ସ୍ଥାନରେ ବିରାଜମାନ ରହିବା ଯୋଗୁଁ ଆଗାମୀ ସମୟରେ ଆପଣଙ୍କର ଜୀବନରେ କେଉଁ ସବୁ ପରିବର୍ତ୍ତନ ଆସିବାକୁ ଯାଉଅଛି। ଆଉ ତାପରେ ଜାଣିବା ଆପଣଙ୍କର ଜୀବନରେ ଆସିବାକୁ ଯାଉଥିବା ବଡ଼ ପରିବର୍ତ୍ତନ ବିଷୟରେ। ଦେଖନ୍ତୁ, ଶନିଦେବ ହେଉଛନ୍ତି ଆପଣଙ୍କର ସପ୍ତମ ଘରର ସ୍ୱାମୀ। ଆପଣଙ୍କର ନବମ ଘରେ ଭାଗ୍ୟ ସ୍ଥାନରେ ବିରାଜମାନ ଅଛନ୍ତି। ଆପଣଙ୍କର ଭାଗ୍ୟ ସ୍ଥାନରେ ଶନି ବିରାଜମାନ ରହିବା ଯୋଗୁଁ ଆଗାମୀ ସମୟରେ ଆପଣଙ୍କର ଲାଇଫ୍ ପାର୍ଟନରର କ୍ୟାରିୟରରେ ଏବଂ ଭାଗ୍ୟରେ ବହୁତ କିଛି ପରିବର୍ତ୍ତନ ଆସିବାର ଅଧିକା ସମ୍ଭାବନା ରହିଅଛି ଏବଂ ଆପଣଙ୍କର ଲାଇଫ୍ ପାର୍ଟନରର ପର୍ସନାଲ ଲାଇଫରେ ମଧ୍ୟ ବହୁତ କିଛି ଚେଞ୍ଜ ଆସିବାର ସମ୍ଭାବନା ରହିଅଛି। ଆଉ ଯଦି ଆପଣମାନେ ଆପଣଙ୍କର ଜୀବନରେ କୌଣସି ବି ପରିବର୍ତ୍ତନ କରିବାକୁ କିମ୍ବା ଚେଞ୍ଜ କରିବାକୁ ଭାବୁଛନ୍ତି କିମ୍ବା ଆପଣଙ୍କର ବେପାର ବିଜନେସରେ ଆପଣମାନେ କୌଣସି ବି ଚେଞ୍ଜ କିମ୍ବା ପରିବର୍ତ୍ତନ କରିବାକୁ ଭାବୁଛନ୍ତି ତାହେଲେ ଆପଣମାନେ ଜମା ମଧ୍ୟ ଲେଟ୍ କରନ୍ତୁ ନାହିଁ, ତୁରନ୍ତ କରିନିଅନ୍ତୁ। କିନ୍ତୁ କର୍କଟ ରାଶିର ବ୍ୟକ୍ତିମାନେ ଖାସ୍ କରି ଗୋଟିଏ କଥା ମନେ ରଖନ୍ତୁ ଯେ ଶନି ଆପଣଙ୍କର ଭାଗ୍ୟ ସ୍ଥାନରେ ବକ୍ରି ସ୍ଥିତିରେ ବିରାଜମାନ ଅଛନ୍ତି। ଏହି କାରଣରୁ ଆପଣମାନଙ୍କୁ 27 ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କର ମ୍ୟାରେଜ୍ ଲାଇଫକୁ ଟିକେ ଅଧିକାରୁ ଅଧିକା ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ। ଆଉ ତା ସହିତ ଆପଣଙ୍କର ଲାଇଫ୍ ପାର୍ଟନରର ହେଲ୍ଥ ପ୍ରତି ମଧ୍ୟ ଟିକେ ଅଧିକାରୁ ଅଧିକା ଧ୍ୟାନ ରଖନ୍ତୁ ଏବଂ ଦିନେ ଦିନେ ଆପଣଙ୍କର ଲାଇଫ୍ ପାର୍ଟନରଙ୍କ ସହିତ ଭୁଲ ବୁଝାମଣା ହେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଏଥିପାଇଁ 27 ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କର ବାଣୀ ଏବଂ କ୍ରୋଧକୁ ଟିକେ କଣ୍ଟ୍ରୋଲରେ ରଖିବାକୁ ଚେଷ୍ଟା କରନ୍ତୁ ଏବଂ ଛୋଟ ଛୋଟ ଜିନିଷକୁ ନେଇ କିମ୍ବା ଛୋଟ କଥାକୁ ନେଇ ଆପଣଙ୍କର ମ୍ୟାରେଜ୍ ଲାଇଫରେ ବିଲକୁଲ ମଧ୍ୟ ଆର୍ଗୁମେଣ୍ଟ କରନ୍ତୁ ନାହିଁ। ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣଙ୍କୁ ଜଏଣ୍ଟ ପେନ୍ ଦେଖାଦେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଆଉ ତା ସହିତ ଦାନ୍ତବଥା ସମସ୍ୟା ଦେଖାଦେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। କର୍କଟ ରାଶିର ବ୍ୟକ୍ତିମାନେ ସବୁବେଳେ ଏହି କଥାକୁ ମନେ ରଖନ୍ତୁ ଏବଂ ବର୍ତ୍ତମାନ ଠାରୁ 27 ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କର ହେଲ୍ଥ ପ୍ରତି ଏବଂ ଆପଣଙ୍କର ଲାଇଫ୍ ପାର୍ଟନରର ହେଲ୍ଥ ପ୍ରତି ଟିକେ ଧ୍ୟାନ ରଖନ୍ତୁ। ଆଉ ଗୋଟିଏ କଥା ଜାଣି ରଖନ୍ତୁ ଯେ ରାହୁଦେବ ଆପଣଙ୍କର ଅଷ୍ଟମ ଘରେ ବିରାଜମାନ ଅଛନ୍ତି। କର୍କଟ ରାଶିର ବ୍ୟକ୍ତିମାନେ ଦେଖନ୍ତୁ, ରାହୁ ଆପଣଙ୍କର ଅଷ୍ଟମ ଘରେ ବିରାଜମାନ ରହିବା ଯୋଗୁଁ ଆପଣଙ୍କର ଡିଟେଲ ନଲେଜ ବଢ଼ିଯିବ ଏବଂ ଯେଉଁ କର୍କଟ ରାଶିର ବ୍ୟକ୍ତିମାନେ ରିସର୍ଚ୍ଚ ଫିଲ୍ଡରେ ଅଛନ୍ତି ସେ ବ୍ୟକ୍ତିମାନଙ୍କର ମାଇଣ୍ଡ ମଧ୍ୟ ବହୁତ ଭଲ ରହିବ ଏବଂ ଯେକୌଣସି ମଧ୍ୟ କାମ କରିବା ପୂର୍ବରୁ ସେ କାମ ବିଷୟରେ ଡିଟେଲ୍ସ ଜାଣିବାକୁ ଚେଷ୍ଟା କରିବେ। ଆଉ ଯଦି ଆପଣମାନେ ହୋଟେଲ ମ୍ୟାନେଜମେଣ୍ଟ ହେଉ କିମ୍ବା କୌଣସି ବି ମ୍ୟାନେଜମେଣ୍ଟ କାର୍ଯ୍ୟ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବ। ଆଉ ଯେଉଁ ବ୍ୟକ୍ତିମାନେ ଗୋଟିଏ କିମ୍ବା ଅଧିକାରୁ ଅଧିକା ଟିମ୍କୁ ହ୍ୟାଣ୍ଡେଲ କରୁଛନ୍ତି ସେ ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ବହୁତ ଭଲ ରହିବ। କିନ୍ତୁ କର୍କଟ ରାଶିର ବ୍ୟକ୍ତିମାନେ ଖାସ୍ କରି ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯେ ସାଇକେଲ ହେଉ କିମ୍ବା ମୋଟର ସାଇକେଲ ହେଉ କିମ୍ବା କୌଣସି ବି ଗାଡ଼ି ହେଉ ଚଲେଇବା ସମୟରେ ଆପଣମାନେ କୌଣସି ବ୍ୟକ୍ତିଙ୍କ ସହିତ ଆର୍ଗୁମେଣ୍ଟ ବିଲକୁଲ ମଧ୍ୟ କରନ୍ତୁ ନାହିଁ କିମ୍ବା ଗାଡ଼ି ଚଳାଇବା ସମୟରେ ଆପଣଙ୍କ ସହିତ କୌଣସି ବି ଭୁଲ ହୋଇଯାଏ ତାହେଲେ ଆପଣମାନେ ଲୋକଙ୍କ ସହିତ ଆର୍ଗୁମେଣ୍ଟ କିମ୍ବା କଳି ଝଗଡ଼ା ବିଲକୁଲ ମଧ୍ୟ କରନ୍ତୁ ନାହିଁ। ସବୁବେଳେ ଆପଣମାନେ କୁଲ୍ ମାଇଣ୍ଡରେ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଧୈର୍ଯ୍ୟ ଧରିକି କଥାବାର୍ତ୍ତା କରନ୍ତୁ। କିନ୍ତୁ ଏବେ ଆସନ୍ତୁ ଜାଣିବା ଆପଣଙ୍କର ଜୀବନରେ ଆସିବାକୁ ଯାଉଥିବା ବଡ଼ ପରିବର୍ତ୍ତନ ବିଷୟରେ। କର୍କଟ ରାଶିର ବ୍ୟକ୍ତିମାନେ ଦେଖନ୍ତୁ, ସେପ୍ଟେମ୍ବର ମାସ 14 ତାରିଖକୁ ମଙ୍ଗଳ ଆପଣଙ୍କର ଚତୁର୍ଥ ଘରକୁ ବିରାଜମାନ କରିବେ। ଆଉ ଜାଣି ରଖନ୍ତୁ ଯେ କର୍କଟ ରାଶି ଏବଂ କର୍କଟ ଲଗ୍ନ ପାଇଁ ମଙ୍ଗଳ ଯୋଗ କାରକ ମାନାଯାଇଅଛି।
ଏବଂ ମଙ୍ଗଳ ହେଉଛନ୍ତି ଆପଣଙ୍କର ରାଶିର ଦଶମ ଘର ଏବଂ ପଞ୍ଚମ ଘରର ସ୍ୱାମୀ ଆପଣଙ୍କର ଚତୁର୍ଥ ଘରକୁ ବିରାଜମାନ କରିବେ। ଏହି କାରଣରୁ 14 ସେପ୍ଟେମ୍ବର ଠାରୁ ଆପଣଙ୍କର ଜୀବନରେ କିଛି ବଡ଼ ହେବା ସହିତ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ଏବଂ ଯେଉଁ କର୍କଟ ରାଶି ବ୍ୟକ୍ତିମାନଙ୍କ ପାଖରେ ଚାକିରି ନାହିଁ, ଚାକିରି ଅପେକ୍ଷାରେ ରହିଛନ୍ତି, ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କର ଦଶମ ଘରେ ପଡ଼ିବା ଯୋଗୁଁ ଆପଣଙ୍କ ପାଇଁ ଗୋଟିଏ ବହୁତ ବଡ଼ ଖୁସିର କଥା ହେଲା ଯେ ଚାକିରି ଅପେକ୍ଷାରେ ରହିଥିବା ବ୍ୟକ୍ତିମାନଙ୍କୁ 14 ସେପ୍ଟେମ୍ବର ଠାରୁ ଚାକିରି ମିଳିବାର ଅଧିକରୁ ଅଧିକା ସମ୍ଭାବନା ରହିଅଛି। ଆଉ ଜାଣି ରଖନ୍ତୁ ଯେ ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କର ଦଶମ ଘରେ ପଡ଼ିବା ଯୋଗୁଁ କାମ କାର୍ଯ୍ୟ ହେଉ କିମ୍ବା କୌଣସି ଜିନିଷପତ୍ରକୁ ନେଇ ଆପଣଙ୍କର ମନ ଭିତରେ ସବୁବେଳେ ଡର ଲାଗି ରହୁଥିଲା, କିମ୍ବା ଆପଣମାନେ କୌଣସି ବି କଥା ଭାବିକି ଆପଣଙ୍କର ମନ ଭିତରେ ସବୁବେଳେ ଡର ଲାଗି ରହୁଅଛି। ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କର ଦଶମ ଘରେ ପଡ଼ିବା ଯୋଗୁଁ ଆପଣଙ୍କ ମନ ଭିତରେ ଲାଗି ରହିଥିବା ସବୁ ଡର ଏବଂ ଭୟ ଦୂର ହେବାକୁ ଯାଉଅଛି ଏବଂ ଆପଣଙ୍କର ସାହସ ଏବଂ କନଫିଡେନ୍ସ ଲେବୁଲ୍ ମଧ୍ୟ ବହୁତ ବଢ଼ିଯିବ। ଆଉ ତା ସହିତ ଆପଣଙ୍କର ଏନର୍ଜି ଲେବୁଲ୍ ମଧ୍ୟ ବହୁତ ବଢ଼ିଯିବ। ଏଭଳି ଆପଣଙ୍କର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବାକୁ ଯାଉଅଛି। ଏବଂ ଯେଉଁ କର୍କଟ ରାଶିର ବ୍ୟକ୍ତିମାନେ ସନ୍ତାନ ପ୍ଲାନିଂ କିମ୍ବା ଫ୍ୟାମିଲି ପ୍ଲାନିଂ କରିବାକୁ ବହୁତ ଦିନ ଧରି ଚିନ୍ତା କରି ଆସୁଥିଲେ, ସେ ବ୍ୟକ୍ତିମାନଙ୍କ ପାଇଁ 28 ଅକ୍ଟୋବର ଠାରୁ ବହୁତ ଭଲ ଶୁଭ ସମୟ ରହିବାକୁ ଯାଉଅଛି। କାହିଁକିନା 28 ଅକ୍ଟୋବରକୁ ମଙ୍ଗଳ ନିଜ ରାଶିରେ ଏବଂ ନିଜ ଘରେ ବିରାଜମାନ କରିବେ। ଏହି କାରଣରୁ ସନ୍ତାନ ପ୍ଲାନିଂ କରୁଥିବା ବ୍ୟକ୍ତିମାନଙ୍କ ପାଇଁ 28 ଅକ୍ଟୋବର ଠାରୁ ବହୁତ ଭଲ ଶୁଭ ସମୟ ରହିବାକୁ ଯାଉଅଛି। ଏଥିପାଇଁ ସନ୍ତାନ ପ୍ଲାନିଂ କିମ୍ବା ଫ୍ୟାମିଲି ପ୍ଲାନିଂ କରୁଥିବା ବ୍ୟକ୍ତିମାନେ 28 ଅକ୍ଟୋବର ଠାରୁ ଆପଣମାନେ ଯାହା ମଧ୍ୟ ଡିସିସନ୍ ନେବାକୁ ଚାହୁଁଥିଲେ ନେଇପାରିବେ। ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ଯେବେ ମଙ୍ଗଳ ନିଜ ଘରେ ପଞ୍ଚମ ଘରକୁ ବିରାଜମାନ କରିବେ, ଆପଣଙ୍କର ଲଭ୍ ଲାଇଫ୍ରେ ଲାଗି ରହିଥିବା କିଛି ସମସ୍ୟା ମଧ୍ୟ ଆପଣଙ୍କ ପାଇଁ ଦୂର ହୋଇଯିବ। ଏବଂ ଯେଉଁ ବ୍ୟକ୍ତିମାନଙ୍କର ବ୍ରେକଅପ୍ ହୋଇଯାଇଥିଲା, ସେ ବ୍ୟକ୍ତିମାନଙ୍କର ପାର୍ଟନର ମଧ୍ୟ ପୁଣି ଥରେ ଆପଣଙ୍କ ସହିତ କଥାବାର୍ତ୍ତା କରିପାରନ୍ତି। ଆଉ ତା ସହିତ କର୍କଟ ରାଶିର ବିଦ୍ୟାର୍ଥୀମାନେ ମନେ ରଖନ୍ତୁ ଯେ 28 ଅକ୍ଟୋବରକୁ ଯେବେ ମଙ୍ଗଳ ନିଜ ରାଶିରେ ଏବଂ ନିଜ ଘରକୁ ବିରାଜମାନ କରିବେ, କର୍କଟ ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଶୁଭ ସମୟ ରହିବାକୁ ଯାଉଅଛି। ଆଉ ବିଦ୍ୟାର୍ଥୀମାନଙ୍କର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବାର ଅଧିକରୁ ଅଧିକା ସମ୍ଭାବନା ରହିଅଛି। ଏଥିପାଇଁ ବିଦ୍ୟାର୍ଥୀମାନେ ଆପଣଙ୍କର ପାଠପଢ଼ାରେ କୌଣସି ବି ଡିସିସନ୍ ନେବାକୁ ଚାହୁଁଥିଲେ 28 ଅକ୍ଟୋବର ଠାରୁ ଆପଣମାନେ ନେଇପାରିବେ। ଆପଣଙ୍କ ପାଇଁ ବହୁତ ଭଲ ଶୁଭ ସମୟ ରହିବ। ଆପଣଙ୍କ ପାଇଁ ଆଉ ଗୋଟେ ଖୁସିର କଥା ହେଲା ଯେ 20 ଅକ୍ଟୋବରକୁ ବୃହସ୍ପତି ଆପଣଙ୍କର ରାଶିରେ ପ୍ରଥମ ଘରେ ବିରାଜମାନ କରିବେ। ଏଥିପାଇଁ 20 ଅକ୍ଟୋବର ଠାରୁ 11 ନଭେମ୍ବର ପର୍ଯ୍ୟନ୍ତ ଏହି ସମୟରେ ଆପଣଙ୍କୁ ବହୁତ କିଛି ପ୍ରଶଂସା ମିଳିବା ସହିତ ଆପଣଙ୍କୁ ବହୁତ କିଛି ଖୁସି ଖବର ମିଳିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ଏବଂ 20 ଅକ୍ଟୋବର ଠାରୁ 11 ନଭେମ୍ବର ଭିତରେ ଆପଣଙ୍କର କୁଟୁମ୍ବ ପରିବାରର ଶାନ୍ତି ପାଇଁ ଆପଣମାନେ କିଛି ପୂଜା ପାଠ ଏବଂ ହୋମ ଯଜ୍ଞ ମଧ୍ୟ କରିପାରନ୍ତି। ଏବଂ ଏହି ସମୟରେ ଆପଣମାନେ କିଛି ଶୁଭ କାର୍ଯ୍ୟ କିମ୍ବା ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରନ୍ତି। ଆଉ ତା ସହିତ ଆପଣମାନେ ଆପଣଙ୍କର କାମ କାର୍ଯ୍ୟକୁ ନେଇ ଛୋଟ ମୋଟ ଟ୍ରାଭେଲିଂ ମଧ୍ୟ କରିପାରନ୍ତି। ଆଉ ଆପଣଙ୍କର ଭାଗ୍ୟରେ ମଧ୍ୟ ବହୁତ କିଛି ମିଳିବାର ଅଧିକରୁ ଅଧିକା ସମ୍ଭାବନା ରହିଅଛି। ଦର୍ଶକ ବନ୍ଧୁ, ଏଥିଲା କର୍କଟ ରାଶି ବ୍ୟକ୍ତିମାନଙ୍କର ଜୀବନରେ ଘଟିବାକୁ ଯାଉଥିବା ସତ୍ୟ ଭବିଷ୍ୟବାଣୀ। ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଟିକେ ବି ପସନ୍ଦ ଲାଗିଥାଏ, ତାହେଲେ ଭିଡ଼ିଓକୁ ହାଇପ୍ କରନ୍ତୁ। ଧନ୍ୟବାଦ।